କୋର୍ଟରେ ଛାଡ଼ପତ୍ରର ଥିଲା ଶେଷ ଶୁଣାଣି। ବିଚାରପତି ଛାଡ଼ପତ୍ରକୁ ଅନୁମତି ଦେଇଦେଲେ। ରୀତା ଦେବୀଙ୍କୁ କହିଲେ, ତମକୁ କିଛି ବି ମିଳିବନି, ହେଲେ ତମେ ତମର ଯୌତୁକ ଜିନିଷ ନେଇପାରିବ। ରୀତା ଦେବୀ ବି ଖୁସିରେ କହିଲେ କି ସାର୍, ମୋର କିଛି ଦରକାର ନାହିଁ। ପରଦିନ ରୀତା ଦେବୀ ଯୌତୁକ ସାମଗ୍ରୀ ଆଣିବା ପାଇଁ ସ୍ୱାମୀଙ୍କ ଘରକୁ ଗଲେ। ହେଲେ ଯେତେବେଳେ ଟ୍ରକରେ ଜିନିଷ ଲୋଡ୍ ହେଉଥିଲା, ଏକ ଏମିତି ଘଟଣା ଘଟିଲା, ରୀତା ଦେବୀ ସ୍ତବ୍ଧ ହୋଇଗଲେ। ଆଖିରୁ ଧାର ଧାର ଲୁହ ବୋହି ଆସିଲା। ସେହି ମୁହୂର୍ତ୍ତରେ ସେ ନିଷ୍ପତ୍ତି ବଦଳାଇବା ପାଇଁ ବାଧ୍ୟ ହେଲେ। ନିଜ ପରିବାର ଲୋକଙ୍କୁ କହିଲେ, ତମେ ଏଇଠୁ ଗାଡ଼ି ଫେରେଇ ନିଅ, ମୁଁ ମୋ ସ୍ୱାମୀଙ୍କୁ ଛାଡ଼ି ରହିପାରିବିନି। ତାହେଲେ କଣ ଏମିତି ଏତେ ବଡ଼ ଘଟଣା ଘଟିଲା ଯେ ରୀତାଙ୍କର ମନ ବଦଳିଗଲା? ଶୁଣିଲେ ଆପଣ ବି ତାଜୁବ ହୋଇଯିବେ। କାହାଣୀକୁ ସ୍କିପ୍ ନ କରି ପୁରା ଦେଖନ୍ତୁ, ମଜା ଆସିଯିବ। ଆଜି ଥିଲା ରୀତା ଓ ଜୀବନଙ୍କ ମଧ୍ୟରେ ଛାଡ଼ପତ୍ରର ଶେଷ ଶୁଣାଣି। ଖୋର୍ଦ୍ଧା ଫ୍ୟାମିଲି କୋର୍ଟରେ ଦୀର୍ଘ 8 ମାସ ଧରି ଚାଲିଥିଲା ଏହି ଶୁଣାଣି। ଆଉ ଶେଷରେ ଆଜି ଆସିବାକୁ ଥିଲା ରାୟ। ଶୁଣାଣି ସରିଲା। ଆଉ ବିଚାରପତି ରୀତାଙ୍କୁ କହିଲେ କି ତମେ ତମ ଇଚ୍ଛାରେ ଛାଡ଼ପତ୍ର ନେଇଛ, ତେଣୁ ତମକୁ କିଛି ମିଳିବନି। ନା ମାସିକ ଭରଣ ପୋଷଣ, ନା ଜମିଜମା, ନା ଟଙ୍କା, କିଛି ବି ମିଳିବନି। କାରଣ ତମେ ତମ ଇଚ୍ଛାରେ ଛାଡ଼ପତ୍ର ନେଉଛ। ହଁ, ଯଦି ତମ ସ୍ୱାମୀ ତମକୁ ଛାଡ଼ପତ୍ର ଦେଇଥାନ୍ତେ ତାହେଲେ ତମକୁ ଯାହା କିଛି ମିଳିଥାନ୍ତା। ଏବେ ତମେ କେବଳ ସେହି ଜିନିଷ ନେଇପାରିବ ଯାହା ତମ ବିବାହ ସମୟରେ ତମେ ନେଇକି ଆସିଥିଲ। ସେଠୁ ରୀତା କହିଲେ କି ସାର୍, ମୋର କିଛି ବି ଦରକାର ନାହିଁ। ମୁଁ ବହୁତ ଖୁସି ଯେ ମୋ ଛାଡ଼ପତ୍ର ମଞ୍ଜୁର ହୋଇଗଲା। ଏହାଠାରୁ ବଳି ଆଉ ଅଧିକ ଖୁସି କିଛି ନାହିଁ। ଆଉ ଯୌତୁକ ସାମଗ୍ରୀ ମୁଁ କାଲି ଯାଇ ନେଇଯିବି। ସେଠୁ ବିଚାରପତି ତାଙ୍କ ରାୟ ଶୁଣେଇଦେଲେ। ଆଉ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା। ସେମାନେ ଦୁହେଁ ଅଲଗା ହୋଇଗଲେ। ସେଠୁ କୋର୍ଟରୁ ସମସ୍ତେ ବାହାରି ନିଜ ନିଜ ରାସ୍ତାରେ ପଳେଇଲେ। ଜୀବନ ଯାଇ ନିଜ ଘରେ ପହଞ୍ଚିଗଲେ। ଆଉ ରୁମ୍ ଭିତରକୁ ପଶୁ ପଶୁ ରୀତାଙ୍କ ଫଟୋ ଉପରେ ତାଙ୍କର ନଜର ପଡ଼ିଲା। କିଛି ସମୟ ସେ ରୀତାଙ୍କ ଫଟୋକୁ ଅନେଇ ରହିଲେ। ଆଉ ଫଟୋକୁ ଛାତିରେ ଚାପି ଧରି ହଠାତ୍ ଭୋ ଭୋ ହୋଇ କାନ୍ଦିବାରେ ଲାଗିଲେ। ପୁଅର କାନ୍ଦ ଶୁଣି ମା ଦୌଡ଼ିକି ପଳେଇ ଆସିଲେ। ଦେଖିବା ବେଳକୁ ପୁଅ ଜୀବନ ତଳେ ଆଣ୍ଠୁ ମାଡ଼ି ଫଟୋକୁ ଧରି କାନ୍ଦୁଥିଲେ। ଜୀବନଙ୍କ ମୁଣ୍ଡ ଆଉଁସି ଦେଇ ମା କହିଲେ କି ପୁଅ, ତୁ ଯଦି ତାକୁ ଏତେ ଭଲ ପାଉ ତାହେଲେ ତାକୁ ଛାଡ଼ପତ୍ର କାହିଁକି ଦେଉଛୁ? ସେଠୁ ଜୀବନ ମନ ଦୁଃଖରେ କହିଲେ କି ମା, ମୁଁ କଣ ତାକୁ ଛାଡ଼ପତ୍ର ଦେଉଛି କି? ସେ ତ ନିଜେ ମୋ ଠାରୁ ଦୂରେଇ ଯିବାକୁ ଚାହୁଁଛି। ମା, ମତେ ବାଧ୍ୟ ହୋଇ ତାକୁ ଛାଡ଼ପତ୍ର ଦେବା ପାଇଁ ପଡୁଛି। ମା ପୁଅଙ୍କ ଭିତରେ ଏତିକି କଥା ସମୟରେ ରୀତାଙ୍କର ଫୋନ୍ ଆସିଲା। ଜୀବନ ଫୋନ୍ ଉଠେଇବା ପରେ ରୀତା କହିଲେ କି କାଲି ମୁଁ ଆସୁଛି, ତମେ ମୋର ସବୁ ଜିନିଷ ଗୋଟିଏ ଜାଗାରେ ଏକାଠି କରିଦେଇଥିବ, ଫଳରେ ମତେ ଯେମିତି ଅସୁବିଧା ନ ହୁଏ। ଆଉ ମୁଁ ସେସବୁ ନେଇକି ତୁରନ୍ତ ସେଠାରୁ ପଳେଇ ଆସିବି। ଜୀବନ ହଁ କରିଦେଇ ଫୋନ୍ ରଖିଦେଲେ। ପରଦିନ ଏକ ଟ୍ରକ୍ ନେଇ ରୀତା ଓ ତାଙ୍କ ପରିବାର ଜୀବନଙ୍କ ଘରକୁ ଆସିଲେ। ଆଉ ଯେତେବେଳେ ସବୁ ଯୌତୁକ ସାମଗ୍ରୀ ଗାଡ଼ିରେ ରଖୁଥିଲେ, ହଠାତ୍ ଏକ ଘଟଣା ଘଟିଲା, ଯାହାକୁ ଦେଖିକି ରୀତା ପୁରା ସ୍ତବ୍ଧ ହୋଇଗଲେ। ଗୋଟିଏ ମୁହୂର୍ତ୍ତ ପାଇଁ ତାଙ୍କ ପାଟିରୁ କଥା ବାହାରିଲାନି। ଆଖିରୁ ଧାର ଧାର ହୋଇ ଲୁହ ବୋହି ଆସିଲା। କିଛି ସମୟ ଚୁପ୍ ରହିବା ପରେ ଭାଇକୁ କହିଲେ କି ଭାଇ, ତମେ ସେ ଜିନିଷ ସବୁ ଟ୍ରକରୁ ବାହାର କରିଦିଅ। ମୁଁ ମୋ ଶାଶୁଘର ଓ ଜୀବନକୁ ଛାଡ଼ିକି କୁଆଡ଼େ ଯିବିନି। ଏବେ ସାରା ଜୀବନ ତାଙ୍କ ସହିତ ହିଁ ରହିବି। ଆଉ କେବେ ବି ତାଙ୍କୁ ଛାଡ଼ିକି ଯିବିନି। ହେଲେ ଏମିତି କଣ ହେଲା ଯେ ରୀତାଙ୍କ ମନ ସେହି ମୁହୂର୍ତ୍ତରେ ହିଁ ବଦଳିଗଲା? ଯେଉଁଠି ଛାଡ଼ପତ୍ର ହୋଇସାରିଥିଲା, ଯେଉଁଠି ରୀତା ଜୀବନଙ୍କ ସହିତ ଗୋଟିଏ ମୁହୂର୍ତ୍ତ ବି ରହିବାକୁ ଚାହୁଁନଥିଲେ, କାହିଁକି ରୀତା ପୁଣି ଜୀବନ ସହିତ ରହିବା ପାଇଁ ରାଜି ହୋଇଗଲେ? କଣ ଘଟିଥିଲା ସେହି ସମୟରେ? ରୀତା ରାଜି ହେବା ପରେ ବି କଣ ଜୀବନ ତାଙ୍କୁ ରଖିବା ପାଇଁ ରାଜି ହେଲେ, ନା ପୁଣି କଣ ହେଲା? ପୁରା ସସ୍ପେନ୍ସ କାହାଣୀ ଜାଣିବା ପାଇଁ ପୁରା କାହାଣୀ ଦେଖନ୍ତୁ। କାହାଣୀରେ ଆଗକୁ ବଢ଼ିବା ଆଗରୁ ଗୋଟିଏ ଅନୁରୋଧ କରିବି କି ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଫଳରେ ଆମେ ଅଧିକ ଉତ୍ସାହିତ ହୋଇ ଆପଣଙ୍କ ପାଇଁ ଏମିତି ସୁନ୍ଦର ସୁନ୍ଦର କାହାଣୀ ଆଣିପାରିବୁ। ଖୋର୍ଦ୍ଧା ସହରର ଜୀବନ ବାବୁ
ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଥିଲେ। ବାପା ମାଙ୍କର ଜଣେ ସୁନା ପୁଅ ଥିଲେ। ବାପା ମାଙ୍କର ସବୁ କଥାକୁ ସେ ମାନୁଥିଲେ। ସମୟ ଆସିଲା, ବାପା ଏ ଦୁନିଆରୁ ବିଦାୟ ନେଇଗଲେ। ଆଉ ଘରେ ରହିଗଲେ କେବଳ ଜୀବନ ଓ ତାଙ୍କ ମା। ଜୀବନଙ୍କ ବିବାହ ବୟସ ହୋଇଯିବା ପରେ ମା ତାଙ୍କୁ ରୀତାଙ୍କ ସହିତ ବିବାହ କରେଇ ଦେଇଥିଲେ। ରୀତା ଆସିବା ପରେ ସମସ୍ତେ ଖୁସିରେ ଥିଲେ। ରୀତା ବି ସ୍ୱାମୀ ଓ ଶାଶୁଙ୍କ ପ୍ରତି ଖୁବ୍ ଯତ୍ନଶୀଳ ଥିଲେ। ଜୀବନ ରୀତାଙ୍କୁ ଖୁବ୍ ଭଲ ପାଉଥିଲେ ଆଉ ତାଙ୍କୁ ବି ଘର କାମରେ ସାହାଯ୍ୟ କରିଦେଉଥିଲେ। ଆଉ ଏମିତି ଭାବରେ ପରିବାରର 3 ଜଣ ଖୁବ୍ ଖୁସିରେ ଥିଲେ। ରୀତା ନିଜ କାମରୁ ଫୁର୍ସତ ପାଇଲେ ସୋସିଆଲ ମିଡିଆରେ ସମୟ ବିତାଉଥିଲେ। କାରଣ ଜୀବନ ଅଫିସ ପଳେଇବା ପରେ ରୀତା ଏକା ହୋଇଯାଉଥିଲେ ଆଉ ଶାଶୁ ବି ନିଜ କାମରେ ବ୍ୟସ୍ତ ରହୁଥିଲେ। ତେଣୁ ରୀତା ସବୁବେଳେ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ନିଜକୁ ହଜେଇ ଦେଉଥିଲେ। ତାଙ୍କ ପ୍ରୋଫାଇଲରେ ତାଙ୍କ ସାଙ୍ଗମାନେ ବି ଫ୍ରେଣ୍ଡ ଥିଲେ। ସେମାନେ ଯେତେବେଳେ ସେମାନଙ୍କ ଫଟୋ ପୋଷ୍ଟ କରୁଥିଲେ ରୀତା ସେଗୁଡ଼ିକ ଲାଇକ୍ କରିଦେଉଥିଲେ। ସବୁ ସାଙ୍ଗ ନିଜ ନିଜ ସ୍ୱାମୀଙ୍କ ସହିତ ବାହାରକୁ ବୁଲିବାକୁ ଯାଉଥିଲେ। ବାହାରକୁ ଯାଇ ଭଲ ଭଲ ହୋଟେଲରେ ଖାଉଥିଲେ ଆଉ ସେମାନଙ୍କ ସୁନ୍ଦର ସୁନ୍ଦର ମୁହୂର୍ତ୍ତର ସବୁ ଫଟୋ ପୋଷ୍ଟ କରୁଥିଲେ। କିନ୍ତୁ ଅନ୍ୟପଟରେ ଜୀବନ କେବେ ବି ରୀତାଙ୍କୁ ନେଇ କୁଆଡ଼େ ବୁଲିବାକୁ ଯାଉନଥିଲେ। କାରଣ ଜୀବନ ବାବୁ ଜଣେ ମଧ୍ୟବିତ୍ତ ପରିବାରର ଥିଲେ ଆଉ ତାଙ୍କ ପାଖରେ ବି ସେତିକି ଟଙ୍କା ନଥିଲା କି ରୀତାକୁ ନେଇ ବାହାରକୁ ବୁଲିବାକୁ ଯାଇଥାନ୍ତେ, ମହଙ୍ଗା ହୋଟେଲରେ ଖୁଆଇଥାନ୍ତେ। ତାଙ୍କର ଦରମା ଟଙ୍କା ଘର ଖର୍ଚ୍ଚରେ ହିଁ ଶେଷ ହୋଇଯାଉଥିଲା। କିନ୍ତୁ ବାରମ୍ବାର ଯେତେବେଳେ ରୀତା ଦେଖୁଥିଲେ କି ତାଙ୍କ ସାଙ୍ଗମାନଙ୍କ ସ୍ୱାମୀ ସେମାନଙ୍କୁ ବାହାରକୁ ବୁଲେଇବା ପାଇଁ ନେଉଛନ୍ତି, ଭଲ ଭଲ ହୋଟେଲରେ ଖୁଆଉଛନ୍ତି, ତାଙ୍କ ମନ ଖରାପ ହୋଇଯାଉଥିଲା ଆଉ ସେ ନିଜ ସ୍ୱାମୀଙ୍କ ଉପରେ ରାଗୁଥିଲେ। ମନରେ ଆସୁଥିଲା କି କାହିଁ ମତେ ତ ଜୀବନ କୁଆଡ଼େ ନେଇକି ଯାଉନାହାନ୍ତି, କୁଆଡ଼େ ବୁଲଉନାହାନ୍ତି କି କୋଉ ହୋଟେଲରେ ବି ଖୁଆଉନାହାନ୍ତି। ଏପରିକି ଜୀବନ ମୋ ସହିତ ଭଲ ଫଟୋଟିଏ ବି ଉଠାଇବାକୁ କେବେ କହୁନାହାନ୍ତି। ତାହେଲେ କ'ଣ ତାଙ୍କର ମୋ ପ୍ରତି ଭଲ ପାଇବା କମିଗଲାଣି କି ଆଉ? ଏବେ ରୀତାଙ୍କ ମନ ଆଉ ଥୟ ଧରୁନଥିଲା। ସମସ୍ତଙ୍କ ରଙ୍ଗୀନ ଲାଇଫ୍ ଦେଖିକି ତାଙ୍କ ଇଚ୍ଛା ବି ଜାଗ୍ରତ ହେଉଥିଲା। ତେଣୁ ସେ ଜୀବନ ବାବୁଙ୍କୁ କହିବାରେ ଲାଗିଲେ କି ଚାଲ ଆମେ ବି କୁଆଡ଼େ ବାହାରକୁ ଯାଇ ବୁଲିକି ଆସିବା। ସେଦିନ ରୀତାଙ୍କ ମୁହଁରୁ ଏକଥା ଶୁଣି ଚୁପ୍ ହୋଇଯାଇଥିଲେ ଜୀବନ। 2 ଦିନ ପରେ ଛୁଟି ନେଇ ସେ ସହର ଭିତରକୁ ନେଇ ରୀତାଙ୍କୁ ବୁଲେଇ ଆଣିଲେ। ହେଲେ ରୀତାଙ୍କ ମନ ସହର ଭିତରେ ନଥିଲା। ସେ ବିଦେଶ ଯାଇ ବୁଲିବାର ଇଚ୍ଛା ରଖିଥିଲେ। ତେଣୁ ଘରକୁ ଫେରିବା ପରେ ଯେତେବେଳେ ଜୀବନ ପଚାରିଲେ କି ତମେ ଖୁସି ତ? କିନ୍ତୁ ରୀତା ସେ ଖୁସି ହେବା ପରିବର୍ତ୍ତେ ମୁହଁ ମୋଡ଼ି ଦେଇଥିଲେ ଆଉ କହିଲେ କି ମୋ ସାଙ୍ଗମାନଙ୍କ ସ୍ୱାମୀ ତ ବିଦେଶ ନେଇ ବୁଲେଇକି ଆସୁଛନ୍ତି ଆଉ ତମେ ଯେ ଏ ସହରକୁ ନେଇ ବୁଲେଇ ଦେଉଛ। ଜୀବନ ବାବୁ କହିଲେ କି ଦେଖ, ସମସ୍ତଙ୍କ ଜୀବନ ଅଲଗା ଅଲଗା। ସମସ୍ତେ ନିଜ ନିଜ ସାମର୍ଥ୍ୟ ଅନୁସାରେ ସବୁ କରୁଛନ୍ତି। ତେଣୁ ସୋସିଆଲ ମିଡିଆରେ ଏସବୁ ଦେଖିକି ତମେ ଅଧିକ ଭାବିଦେବା ଠିକ୍ କଥା ନୁହେଁ। ସୋସିଆଲ ମିଡିଆରେ ଯାହା ଦେଖାଯାଏ ସବୁ ଠିକ୍ ନୁହେଁ। ବେଳେବେଳେ ସୋସିଆଲ ମିଡିଆରେ ଲୋକେ ଅଧିକ ଦେଖେଇ ହୁଅନ୍ତି। ତେଣୁ ତାକୁ ଦେଖିକି ତମେ ତମ ମନ ଖରାପ କରିବା କଥା ନୁହେଁ। ଏମିତି ଅନେକ ଯୁକ୍ତିଯୁକ୍ତ କଥା କହି ଜୀବନ ରୀତାଙ୍କୁ ବୁଝାଉଥିଲେ। ହେଲେ ରୀତା ବୁଝିବାକୁ ନାରାଜ ଥିଲେ। ବେଳେ ବେଳେ ସେ ନିଜ ସାଙ୍ଗମାନଙ୍କୁ କହିବାକୁ ପଛାଉନଥିଲେ କି ଆରେ ତମ ସ୍ୱାମୀ ତ କେତେ ଭଲ, ତମକୁ ଚାରିଆଡ଼େ ବୁଲେଇବାକୁ ନେଉଛନ୍ତି, ହେଲେ ମୋ ସ୍ୱାମୀ ଯେ ମତେ କୁଆଡ଼େ ବି ନେଇକି ଯାଉନାହାନ୍ତି। ହେଲେ ଯେତେବେଳେ ରୀତା ନିଜ ସ୍ୱାମୀଙ୍କୁ ସାଙ୍ଗମାନଙ୍କ ଆଗରେ ଖରାପ କରିଦେଉଥିଲେ, ସାଙ୍ଗମାନେ ବି ରୀତାର ମଜାକ ଉଡ଼ାଉଥିଲେ। ଏବେ ତ ରୀତାଙ୍କ ମନରେ ରାଗ ଆହୁରି ବଢ଼ୁଥିଲା। ଏମିତି ସମୟ ବିତିବା ସହିତ ଦୁହିଁଙ୍କ ଭିତରେ ଝଗଡ଼ା ବଢ଼ିବାରେ ଲାଗିଲା। ହେଲେ ଜୀବନ ରୀତାଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ସେ ରୀତାଙ୍କୁ କିଛି କହୁନଥିଲେ, ଚୁପ୍ ରହିଯାଉଥିଲେ। ଜୀବନ ବହୁତ ବୁଝେଇବା ପରେ ବି ପରଦିନ ସମାନ କଥା ହେଇଯାଉଥିଲା। ସେଥିପାଇଁ ଦୁହିଁଙ୍କ ଭିତରେ ମାନସିକ ଦୂରତ୍ୱ ବଢ଼ି ବଢ଼ି ଯାଉଥିଲା। ବେଳେବେଳେ ଝଗଡ଼ା କାରଣରୁ ଦୁହେଁ ଅଲଗା ବି ଶୋଉଥିଲେ। ରୀତାଙ୍କ ଜୀବନରେ ଝଡ଼ ସୃଷ୍ଟି କରିବାରେ କେଉଁଠି ନା କେଉଁଠି ତାଙ୍କ ସାଙ୍ଗ ରୋମାଙ୍କ ହାତ ରହୁଥିଲା। କାରଣ କଥା କଥାରେ ସେ ସବୁବେଳେ ରୀତାଙ୍କୁ କହୁଥିଲେ କି ଆଜି ମୋ ସ୍ୱାମୀ ମୋତେ ଏଠାକୁ ନେଇକି ଯାଇଥିଲେ, କାଲି ମୋତେ ମୋ ସ୍ୱାମୀ ସେଇଠିକୁ ନେଇକି ଯିବେ। ସେହି କାରଣରୁ
ରୀତାଙ୍କ ମନ ଉଚ୍ଚାଟ ହେଉଥିଲା। ଆଉ ରୀତା ଓ ଜୀବନଙ୍କ ଭିତରେ କଳି ଝଗଡ଼ା ଲାଗୁଥିଲା। ଏମିତି ଦିନ ବିତିବାରେ ଲାଗିଥିଲା। ଆଉ ସମୟ ବିତିବା ସହିତ ରୀତା ଓ ଜୀବନଙ୍କ ଭିତରେ କଳି ଝଗଡ଼ା ବଢ଼ୁଥିଲା। ରୀତାଙ୍କୁ ଅସଲ ଜୀବନ ଓ ରଙ୍ଗୀନ ଦୁନିଆ ଭିତରେ ଫରକ ଜଣା ପଡ଼ୁନଥିଲା। ସେ ଜୀବନର ବାସ୍ତବତାକୁ ଗ୍ରହଣ କରିବା ପରିବର୍ତ୍ତେ ସୋସିଆଲ ମିଡିଆରେ ଦେଖାଯାଉଥିବା କାଳ୍ପନିକ ଜୀବନକୁ ପସନ୍ଦ କରିବାରେ ଲାଗିଥିଲେ। ଧୀରେ ଧୀରେ ତାଙ୍କ ମନକୁ ଆସିଲା କି ଜୀବନଙ୍କ ସହିତ ତାଙ୍କ ଭବିଷ୍ୟତ ଅନ୍ଧକାର ହେଇଗଲା। ଆଉ ତାଙ୍କଠୁ ଅଲଗା ହୋଇଗଲେ ହିଁ ମୁଁ ପ୍ରକୃତ ଜୀବନ ଜୀଇପାରିବି। କାରଣ ଜୀବନ ଏତେ ଦିନ ଭିତରେ ନିଜକୁ ବଦଳାଇ ପାରିଲେନି। ତେଣୁ ତାଙ୍କୁ ଯେତେ କହିଲେ ବି ସେ ସେମିତି ହିଁ ରହିଯିବେ। ରୀତାଙ୍କ ଭିତରେ ପ୍ରତିଦିନ ଏମିତି କଥା ସବୁ ବସା ବାନ୍ଧିବାରେ ଲାଗିଥିଲା। ଆଉ ଏମିତି କଥାରେ ଘିଅ ଡାଳୁଥିଲେ ସାଙ୍ଗ ରୋମା। ଥରେ ବହୁତ ଭାବିବା ପରେ ରୀତା ଜୀବନକୁ କହିଲେ କି ମୁଁ ଆଉ ତମ ସହିତ ରହିବାକୁ ଚାହୁଁନି, ମୋର ଛାଡ଼ପତ୍ର ଦରକାର। ଏକଥା ଶୁଣିବା ପରେ ଜୀବନ ଯେମିତି ଆଶ୍ଚର୍ଯ୍ୟ ହୋଇଗଲେ। ସେ କେବେ ବି ଆଶା କରିନଥିଲେ କି ଯାହାକୁ ସେ ଏତେ ଭଲ ପାଉଛନ୍ତି ସେ ଏମିତି କଥା କହିବେ। ହେଲେ ରୀତା ଜିଦ୍ କରିବାରେ ଲାଗିଥିଲେ। ଜୀବନ ତାଙ୍କୁ ବହୁତ ବୁଝେଇବାକୁ ଚେଷ୍ଟା କଲେ। କହିଲେ କି ସୋସିଆଲ ମିଡିଆର ଜୀବନ ଅଲଗା ଆଉ ଆମ ଜୀବନ ଅଲଗା। ତମେ ଯଦି ସେହି ଅନୁସାରେ ଚିନ୍ତା କରିବ ତାହେଲେ ସେଇଟା କେବେ ବି ଭଲ ନୁହେଁ। ହେଲେ ଯେତେ ବୁଝାଇଲେ ବି ରୀତା ବୁଝୁନଥିଲେ। ଆଉ ଜିଦ୍ ଧରିକି ବସିଥିଲେ କି ମୋତେ ଛାଡ଼ପତ୍ର ଦରକାର। ମୁଁ ଯେତିକି ସହିଛି ଆଉ ନୁହେଁ, ବହୁତ ହୋଇଗଲା। ଏମିତି କହିକି ସେ ଜୀବନଙ୍କ ଉପରେ ଚାପ ପକାଇବାରେ ଲାଗିଲେ। ଏପରିକି ସେ ଜୀବନକୁ ନ କହି ଛାଡ଼ପତ୍ରର କାଗଜ ପ୍ରସ୍ତୁତ କରିଦେଲେ। ଆଉ ଓକିଲଙ୍କୁ ଡାକି ଜୀବନକୁ ସବୁ ଶୁଣେଇ ଦେଇ କୋର୍ଟରେ ମାମଲା ରୁଜୁ କରିଦେଲେ। କୋର୍ଟରେ କେସ୍ର ଶୁଣାଣି ଆରମ୍ଭ ହେବା ପରେ ବିଚାରପତି ସବୁ କଥା ଶୁଣିଲେ। ଆଉ କେସ୍ ଦୀର୍ଘ 8 ମାସ ଧରି ଚାଲିଲା। 8 ମାସ ପରେ ଛାଡ଼ପତ୍ର ମଞ୍ଜୁର ହୋଇଗଲା। ଆଉ ଛାଡ଼ପତ୍ରର ପରଦିନ ହିଁ ରୀତା ଜୀବନଙ୍କ ଘରକୁ ଯାଇଥିଲେ ନିଜର ଯୌତୁକ ସାମଗ୍ରୀ ଆଣିବା ପାଇଁ। ଯେତେବେଳେ ରୀତା ନିଜ ରୁମକୁ ପଶିଛନ୍ତି ତାଙ୍କ ସାମ୍ନାରେ ଏକ ଫଟୋ ପଡ଼ିଥିଲା। ରୀତା ବାହା ହୋଇ ଜୀବନଙ୍କ ଘରକୁ ଆସିବା ଦିନ ଜୀବନ ଏକ ସଫା କପଡ଼ାରେ ରୀତାଙ୍କ ପାଦ ଚିହ୍ନ ନେଇଥିଲେ। ଜୀବନ କହିଥିଲେ କି ଆମ ଘରକୁ ଲକ୍ଷ୍ମୀ ଆସିଲେ, ଆଉ ତମେ ହେଉଛ ଲକ୍ଷ୍ମୀଙ୍କ ରୂପ। ତେଣୁ ସେ ରୀତା ଆସିବାର ପ୍ରଥମ ଦିନ ହିଁ ତାଙ୍କର ପାଦ ଚିହ୍ନ ଏକ ସଫା ଧଳା କପଡ଼ାରେ ନେଇଥିଲେ। ଆଉ ସେଇଟା ତାଙ୍କ ସନ୍ତକ ପାଲଟି ଯାଇଥିଲା। ସେବେଠୁ ଜୀବନ ସେଇ ପାଦ ଚିହ୍ନ କପଡ଼ାକୁ ଫଟୋ ଫ୍ରେମ୍ କରି ସାଇତିକି ରଖିଥିଲେ। ରୀତା ଏ ଫଟୋକୁ ଦେଖିକି ବି ଅଣଦେଖା କରିକି ଘର ଭିତରକୁ ଆଗକୁ ବଢ଼ୁଥିଲେ। ଭିତରକୁ ଯାଇ ଜୀବନକୁ ଏକ ଲିଷ୍ଟ ଧରେଇ ଦେଇ କହିଲେ କି ଏଇଟା ଦେଖ, ଆଉ ଯାହା ବି ଲେଖା ହୋଇଛି ସେ ସବୁ ଜିନିଷ କାଢ଼ିଦିଅ। ଜୀବନ ଲିଷ୍ଟକୁ ଧରି କହିଲେ କି ଏଇଟା କ'ଣ ଦରକାର, ତମର ଯାହା ବି ଇଚ୍ଛା ହେଉଛି ନେଇପାର। ସେଠୁ ରୀତା ନିଜ ଭାଇକୁ କହି ସବୁ ଜିନିଷ ଟ୍ରକରେ ଲୋଡ୍ କରିଦେଲେ। ଅଳ୍ପ ସମୟ ପରେ ରୀତାଙ୍କ ଫୋନ୍ ରିଙ୍ଗ ହେଲା। ସେପଟୁ ଜଣେ କହିଲେ କି ଆପଣଙ୍କ ସାଙ୍ଗ ରୋମା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି, ଯେତେ ଜଲ୍ଦି ହେବ ଆସିଯାଆନ୍ତୁ। ସେଠୁ ତୁରନ୍ତ ରୀତା ଯିବାକୁ ବାହାରିବା ବେଳେ ଜୀବନ ପଚାରିଲେ କି କ'ଣ ହେଲା, ଏତେ ଚିନ୍ତିତ ଜଣାପଡ଼ୁଛ ଯେ? ସେଠୁ ରୀତା କହିଲେ କି ହଁ, ରୋମା ସିରିୟସ୍, ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଜୀବନ ରୋମାକୁ ଜାଣିଥିଲେ, କାରଣ ରୋମା ପାଇଁ ହିଁ 2 ଜଣଙ୍କ ଭିତରେ ଝଗଡ଼ା ହୋଇ ଏତେ ସବୁ ହୋଇଥିଲା। ସେଠୁ ଜୀବନ କହିଲେ କି ଠିକ୍ ଅଛି, ଚାଲ ମୁଁ ତମକୁ ନେଇକି ହସ୍ପିଟାଲ ଯିବି, ମୁଁ ବି ଦେଖିନେବି। ଦୁହେଁ ଏକାଠି ହସ୍ପିଟାଲରେ ପହଞ୍ଚିଗଲେ। ଆଉ ଦୁହିଁକୁ ଦେଖି ରୋମା କାନ୍ଦି ପକେଇଲେ। ହେଲେ କିଛି କହିପାରୁନଥିଲେ, କାରଣ ସେ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆଉ ସେହି କାରଣରୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା। ତାଙ୍କର ଚିକିତ୍ସା ଚାଲିଲା। 3 ଦିନ ପରେ ରୋମା ଟିକେ ସୁସ୍ଥ ଅନୁଭବ କଲେ। ଆଉ 3 ଦିନ ପରେ ସେ ଜୀବନ ଓ ରୀତାଙ୍କୁ ଏକାଠି ଡକେଇ ପଠେଇଲେ। ଯେତେବେଳେ ରୀତା ପଚାରିଲେ କି ରୋମା, ତମେ ଆତ୍ମହତ୍ୟା ଉଦ୍ୟମ କାହିଁକି କଲ? ତମ ଜୀବନ ତ ଖୁସି ଖୁସି ବିତୁଥିଲା। ତମ ସ୍ୱାମୀ ତମକୁ ତ କେତେ ଭଲ ପାଉଥିଲେ, ସବୁବେଳେ ବାହାରକୁ ନେଇକି ଯାଉଥିଲେ, ତାହେଲେ ଏମିତି କାହିଁକି କଲ? ରୋମା କହିଲେ କି ଦେଖ, ମୁଁ ସବୁବେଳେ ତମକୁ ମିଛ କହୁଥିଲି। ମୋ ସ୍ୱାମୀ ମୋତେ ଭଲ ପାଉନଥିଲେ,
କେବଳ ଘର ଲୋକଙ୍କୁ ଦେଖାଇବା ପାଇଁ ବାହାରକୁ ନେଇକି ଯାଉଥିଲେ। ସେ ଆଉ ଜଣକୁ ଭଲ ପାଉଛନ୍ତି। ମୁଁ ତ ଭାବୁଥିଲି କି ସେ ସୁଧୁରି ଯିବେ, ହେଲେ ସେ ମୋ କଥା ଜମା ବି ଶୁଣୁନଥିଲେ। ମୁଁ ବି କହିବା ବନ୍ଦ କରିଦେଇଥିଲି। ହେଲେ କିଛି ଦିନ ଆଗରୁ ଯେତେବେଳେ ଜଣା ପଡ଼ିଗଲା କି ମୋ ସ୍ୱାମୀ ସେ ଝିଅକୁ ବାହା ହୋଇଯାଇଛନ୍ତି ବୋଲି ମୁଁ ବରଦାସ୍ତ କରିପାରିଲିନି। ଭାବିଲି କି ମୁଁ ଏ ଦୁନିଆରୁ ଚାଲିଗଲେ ସବୁ ଠିକ ହୋଇଯିବ ବୋଲି। ସେଠୁ ରୋମା କହିଲେ କି ରୀତା, ତମେ ବହୁତ ଭାଗ୍ୟଶାଳୀ କି ତମ ସ୍ୱାମୀ ତମକୁ ବହୁତ ଭଲ ପାଉଛନ୍ତି। ତମେ ତାଙ୍କ ଉପରେ କେତେ ରାଗୁଛ, କେତେ କଥା କହୁଛ, ତଥାପି ସେ ତମକୁ କିଛି କହୁନାହାନ୍ତି। ସବୁବେଳେ ତମକୁ ଭଲ ପାଉଛନ୍ତି। ଭଗବାନ ସମସ୍ତଙ୍କୁ ଏମିତି ସ୍ୱାମୀ ଦିଅନ୍ତୁ। ରୋମାଙ୍କ ଏମିତି କଥାରେ ରୀତାଙ୍କର ମଥା ଘୂରିଗଲା। ସେ ଅନୁଭବ କରିପାରିଲେ କି ଭୁଲ କରିଛନ୍ତି ବୋଲି, ଆଉ ତାଙ୍କୁ ତାଙ୍କ ଏ ନିଷ୍ପତ୍ତି ମହଙ୍ଗା ପଡ଼ିବ। ରୀତା ରୋମାଙ୍କ ହାଲତ ଦେଖିବା ପରେ ତାଙ୍କ ନିଷ୍ପତ୍ତି ବଦଳାଇବା ପାଇଁ ବାଧ୍ୟ ହେଲେ, ଆଉ ସାଙ୍ଗେ ସାଙ୍ଗେ ଜୀବନଙ୍କର ହାତ ଧରି ପକାଇ କହିଲେ କି ମୋର ଭୁଲ ହୋଇଯାଇଛି। ମୁଁ ଠିକ କ'ଣ ଭୁଲ କ'ଣ ବୁଝିପାରିନଥିଲି। ଏବେ ମୁଁ ସବୁ ବୁଝିସାରିଛି। ତେଣୁ ମୋତେ କ୍ଷମା କରିଦିଅ, ଆଉ ମୋତେ ତମ ଘରକୁ ଫେରାଇ ନିଅ। ତମ ସହିତ ମୁଁ ସାରା ଜୀବନ ରହିବି। ତମକୁ ଛାଡ଼ିକି ଯିବା କଥା କେବେ ବି କହିବିନି। ସେଦିନ ପ୍ରଥମ ଥର ରୋମା ରୀତାଙ୍କୁ ସତ କଥା କହିଲେ। ତମ ଦୁହିଁଙ୍କ ଭଲ ପାଇବା ଦେଖିକି ମୋ ମନରେ ଈର୍ଷା ହେଉଥିଲା। ମୋତେ ଜମା ବି ଭଲ ଲାଗୁନଥିଲା, କାରଣ ମୋ ସ୍ୱାମୀ ମୋତେ ଭଲ ପାଉନଥିଲେ। ହେଲେ ଆଜି ମୁଁ ତମକୁ ଗୋଟିଏ କଥା କହୁଛି କି ତମ ସ୍ୱାମୀ ବହୁତ ଭଲ, ତମକୁ ବହୁତ ଭଲ ପାଆନ୍ତି। ସେ କେବେ ବି ତମକୁ ଛାଡ଼ିକି କୁଆଡ଼େ ଯିବେନି। ଆଉ ଯଦି ତମେ ତାଙ୍କୁ ଛାଡ଼ିବ ତାହେଲେ ବହୁତ ପସ୍ତେଇବ। ଏପରି ମଣିଷକୁ ଛାଡ଼ି ତମେ ଆଉ ଯାହାକୁ ବି ଆପଣେଇବ ସେ କେବେ ବି ଜୀବନ ପରି ହୋଇନଥିବେ। ରୋମାଙ୍କ କଥା ଶୁଣି ରୀତା ସବୁ ବୁଝି ସାରିଥିଲେ, ଆଉ ଏବେ ସେ ଜୀବନକୁ ଦୂରେଇବା ପାଇଁ ଚାହୁଁନଥିଲେ। ଦୁହେଁ ହସ୍ପିଟାଲରୁ ଘରକୁ ଫେରିଲେ। ରୀତା ନିଜ ଶାଶୁଙ୍କୁ ବି କ୍ଷମା ମାଗିଲେ, ଆଉ ନିଜ ଭାଇ ଓ ଘର ଲୋକଙ୍କୁ ଫେରାଇ ଦେଲେ। କହିଲେ କି ମୁଁ ଏବେ ସବୁ କିଛି ବୁଝିପାରିଛି, ତେଣୁ ମୁଁ ମୋ ସ୍ୱାମୀଙ୍କୁ ଛାଡ଼ି ପାରିବିନି। ଘର ଲୋକ ଫେରିଗଲେ, ଆଉ ରୀତା ଏବେ ଜୀବନଙ୍କ ସହିତ ଖୁସି ଖୁସି ରହୁଛନ୍ତି। କାହାଣୀ ଏତିକି ଥିଲା। ଅନେକ କ୍ଷେତ୍ରରେ ସୋସିଆଲ ମିଡ଼ିଆ ଅନେକଙ୍କ ଛାଡ଼ପତ୍ରର କାରଣ ହେଉଛି। ଏକଥାରେ ଆପଣ ଏକମତ କି ନା କମେଣ୍ଟ ବକ୍ସରେ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିଦେଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ହଁ, ବେଲ୍ ଆଇକନକୁ ଅନ୍ କରିଦେବା ସହିତ ଫେସବୁକ୍ ପେଜକୁ ବି ଫଲୋ କରିଦେବେ। ଧନ୍ୟବାଦ।